ଆଜିର ଏହି ବିସ୍ତୃତ ଆଲୋଚନାକୁ ସ୍ୱାଗତ। ସାଧାରଣତଃ ଯେତେବେଳେ କିଛି ବିଶାଳ ଜିନିଷ ଗଣିବା କଥା ଉଠେ ନା, ମନକୁ ଅନେକ ପ୍ରକାରର ଚିତ୍ର ଆସେ। ହଁ, ନିଶ୍ଚିତ ଭାବରେ। ମାନେ କଳ୍ପନା କରନ୍ତୁ, ସମୁଦ୍ର କୂଳରେ ଥିବା ପ୍ରତ୍ୟେକ ବାଲିକଣାକୁ ଗୋଟି ଗୋଟି କରି ଗଣିବାକୁ ପଡ଼ିବ। ବାପରେ, ସେଇଟା ତ ଶୁଣିବାକୁ ହିଁ ପୁରା ଅସମ୍ଭବ ଲାଗୁଛି। ଠିକ୍ ସେମିତି ଭାରତ ପରି ଏକ ଏତେ ବଡ଼ ଆଉ ଜନବହୁଳ ଦେଶରେ ପ୍ରତ୍ୟେକ ଘର ଓ ପରିବାରକୁ ଖୋଜି ବାହାର କରିବା ଆଉ ତାକୁ ଗଣିବା ମଧ୍ୟ ଠିକ୍ ସେହିପରି ଏକ କଷ୍ଟକର ଆହ୍ୱାନ। ଏହା ବହୁତ ଜଟିଳ ପ୍ରକ୍ରିୟା। କିନ୍ତୁ ଆଜିର ଆଲୋଚନାରେ ଆମେ ଲୋକମାନଙ୍କୁ କିପରି ଗଣାଯାଏ ସେ ବିଷୟରେ ନୁହେଁ, ବରଂ ଏକ ଭିନ୍ନ ଦିଗ ଉପରେ ନଜର ପକାଇବା। ମାନେ ଆମେ ସେଇ ଖୋଳପା ବା ଭୌତିକ ଘରଗୁଡ଼ିକ ବିଷୟରେ ଜାଣିବାକୁ ଚେଷ୍ଟା କରିବା ଯୋଉଠି ଲୋକମାନେ ବାସ କରନ୍ତି। ଆଚ୍ଛା, ମାନେ ଭିତ୍ତିଭୂମି ଉପରେ ଆମେ କଥା ହେବା। ବିଲକୁଲ, ଭାରତର ଆଗାମୀ 2027 ଜନଗଣନାର ପ୍ରଥମ ପର୍ଯ୍ୟାୟ, ଅର୍ଥାତ୍ ଯାହାକୁ ଗୃହ ତାଲିକାକରଣ ଏବଂ ଗୃହ ଜନଗଣନା କୁହାଯାଏ, ତାହାର ସରକାରୀ ନିର୍ଦ୍ଦେଶିକାକୁ ଆଧାର କରି ଆଜି ଆମେ ବୁଝିବା। ହଁ, ଯାହା ଏପ୍ରିଲରୁ ସେପ୍ଟେମ୍ବର 2026 ମଧ୍ୟରେ ଆରମ୍ଭ ହେବା। ଠିକ୍ କହିଲେ। ତେବେ ଏହି ଆଲୋଚନାରେ ଆମେ ଦେଖିବା ଯେ ଦୁନିଆର ସବୁଠାରୁ ବଡ଼ ପ୍ରଶାସନିକ ପ୍ରକ୍ରିୟା କିପରି କାଗଜପତ୍ରର ବୋଝର ବାହାରି ସମ୍ପୂର୍ଣ୍ଣ ରୂପେ ଏକ ଡିଜିଟାଲ ଅବତାର ନେବାକୁ ଯାଉଛି। ଠିକ୍ ଅଛି, ଆସନ୍ତୁ ଏହି ବିଶାଳ ପ୍ରକ୍ରିୟାକୁ ଟିକେ ଖୋଲି ବିଶ୍ଳେଷଣ କରିବା। ନିଶ୍ଚିତ ଭାବରେ ଏହି ପ୍ରସଙ୍ଗଟି ବାସ୍ତବରେ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହି ପ୍ରକ୍ରିୟାର ଐତିହାସିକ ପୃଷ୍ଠଭୂମିକୁ ଦେଖିଲେ ଜଣାଯାଏ ଯେ 1872 ମସିହାରୁ ଏହି ଯାତ୍ରା ଆରମ୍ଭ ହୋଇଥିଲା। ଓହୋ, ମାନେ ବ୍ରିଟିଶ ଅମଳରୁ? ହଁ ଆଜ୍ଞା, ଆଉ 2027ର ଜନଗଣନା ହେଉଛି ଦେଶର 16ତମ ଜନଗଣନା, ଆଉ ସ୍ୱାଧୀନତା ପରେ ଦେଖିଲେ ଏହା ହେଉଛି 8ମ। ଆଚ୍ଛା, ଅନେକ ସମୟରେ ଲୋକଙ୍କର ଧାରଣା ଥାଏ ଯେ ଜନଗଣନା ମାନେ କେବଳ କେତେ ଲୋକ ଅଛନ୍ତି ତାହା ଗଣିବା, ନା? ସେଇଟା ହିଁ ସବୁଠାରୁ ବଡ଼ ଭୁଲ ଧାରଣା। ଏହାର ପ୍ରଥମ ପର୍ଯ୍ୟାୟରେ କେବଳ ଇଟା, ସିମେଣ୍ଟର ଘର ଗଣାଯାଏ ନାହିଁ। ଏହା ଦେଶର ଭିତ୍ତିଭୂମି, ଲୋକଙ୍କ ଜୀବନ ଧାରଣର ମାନ ଏବଂ ସାମଗ୍ରିକ ବିକାଶର ଏକ ସ୍ପଷ୍ଟ ଚିତ୍ର ଦେଇଥାଏ। ମାନେ ଏହା ଏକ ପ୍ରକାରର ଆର୍ଥିକ ଆଉ ସାମାଜିକ ସର୍ଭେ ପରି କାମ କରେ? ବିଲକୁଲ। ଆଉ ଦେଖନ୍ତୁ, ଏହି ଭିତ୍ତିଭୂମି ଉପରେ ହିଁ ଦେଶର ଆଗାମୀ ଦଶକର ସବୁ ଯୋଜନା, ସବୁ ପଲିସି ନିର୍ଭର କରେ। ସେଇ ଦୃଷ୍ଟିକୋଣରୁ ଦେଖିଲେ ଏହା ପ୍ରକୃତରେ ଏକ ବିଶାଳ ବ୍ଲୁପ୍ରିଣ୍ଟ ପରି ମନେ ହୁଏ। କିନ୍ତୁ ଏଥରର ନିର୍ଦ୍ଦେଶିକା ପଢ଼ିବା ବେଳେ ମୋତେ ଯାହା ସବୁଠାରୁ ଆଶ୍ଚର୍ଯ୍ୟ କଲା ତାହା ହେଉଛି ଏହାର ମାଧ୍ୟମ। ହଁ, ଆପଣ ସେହି ଡିଜିଟାଲ ପରିବର୍ତ୍ତନ କଥା କହୁଛନ୍ତି ବୋଧହୁଏ? ହଁ, କାରଣ ଆମେ ଏକ ସମ୍ପୂର୍ଣ୍ଣ ନୂଆ ଯୁଗରେ ପ୍ରବେଶ କରୁଛୁ। ଏହା ହେଉଛି ଭାରତର ପ୍ରଥମ ଡିଜିଟାଲ ଜନଗଣନା। ସେହି ପୁରୁଣା ବଡ଼ ବଡ଼ କାଗଜ ଫର୍ମ ବଦଳରେ ପ୍ରଥମ ଥର ପାଇଁ ଏକ ମୋବାଇଲ ଆପ୍ ବ୍ୟବହାର ହେବ। ସତ କହିବାକୁ ଗଲେ ସେହି ଆପ୍ର ନାମ ହେଉଛି ସେନ୍ସସ୍ 2027 HLO। ଏହା ବହୁତ ଆଡଭାନ୍ସଡ୍। ଆଚ୍ଛା, ଆଉ ଏଥିରେ ଯେଉଁ ପ୍ରଗଣକମାନେ ଘରକୁ ଘର ବୁଲି ତଥ୍ୟ ଆଣିବେ ସେମାନେ ନିଜସ୍ୱ ସ୍ମାର୍ଟଫୋନ୍ ବ୍ୟବହାର କରିବେ ବୋଲି ଉଲ୍ଲେଖ ଅଛି। ହଁ, ବ୍ରିଙ୍ଗ ୟୋର ଓନ୍ ଡିଭାଇସ୍ ବା BYOD ନିୟମ ଅନୁଯାୟୀ। କିନ୍ତୁ ସେଥିପାଇଁ କିଛି ସର୍ତ୍ତ ଅଛି। ମାନେ ଫୋନ୍ର କନଫିଗରେସନ୍ କଥା କହୁଛନ୍ତି? ହଁ, ଫୋନ୍ରେ Android 11 କିମ୍ବା iOS 15 ଅପରେଟିଂ ସିଷ୍ଟମ ଥିବା ଦରକାର। ଆଉ ସବୁଠାରୁ ବଡ଼ କଥା ହେଲା, ଅତି କମ୍ରେ 4GB RAM ରହିବା ବାଧ୍ୟତାମୂଳକ। 4GB RAM ମାନେ ଆପ୍ଟି ନିଶ୍ଚୟ ବହୁତ ହେଭି ଥିବ। ତା ସହ ଆଉ ଏକ ବିକଳ୍ପ ମଧ୍ୟ ରହିଛି ଯାହା ମୋତେ ବହୁତ ରୋଚକ ଲାଗିଲା, ସେଲ୍ଫ ଏନ୍ୟୁମେରେସନ୍ କିମ୍ବା ୱେବ୍ ପୋର୍ଟାଲ। ଏହା ପ୍ରଥମ ଥର ପାଇଁ ପରିଚୟ କରାଯାଇଛି। ସାଧାରଣ ନାଗରିକମାନେ ଘରେ ବସି ନିଜ ତଥ୍ୟ ପୂରଣ କରିପାରିବେ। ଶୁଣିବାକୁ ତ ଏହା ବହୁତ ଆଧୁନିକ ଲାଗୁଛି, କିନ୍ତୁ ମୋ ମନରେ ଗୋଟେ ସନ୍ଦେହ ଆସୁଛି। ଭାରତ ଭଳି ଏକ ବିବିଧ ଦେଶରେ କ'ଣ ଏହା ଏତେ ସହଜ ହେବ? ମାନେ ଲୋକେ ଭୁଲ ତଥ୍ୟ ଦେଇଦେଲେ କ'ଣ ହେବ? ସେଇଠି ହିଁ ଅସଳ କଥାଟି ଲୁଚି ରହିଛି। ଏହି ଦ୍ୱୈତ ବ୍ୟବସ୍ଥାକୁ ଖୁବ୍ ସତର୍କତାର ସହ ପ୍ରସ୍ତୁତ କରାଯାଇଛି। ୱେବ୍ ପୋର୍ଟାଲରେ ନିଜ ତଥ୍ୟ ଦେବା ନିଶ୍ଚିତ ଭାବେ ଏକ ବଡ଼ ପଦକ୍ଷେପ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ପ୍ରଗଣକଙ୍କ କାମ ସରିଗଲା। ଆଚ୍ଛା, ତାହେଲେ ପ୍ରଗଣକ ପୁଣି ସେଇ ଘରକୁ ଯିବେ? ବିଲକୁଲ ଯିବେ। କେହି ସେଲ୍ଫ ଏନ୍ୟୁମେରେସନ୍ କରିଥିଲେ ମଧ୍ୟ ପ୍ରଗଣକ ସେହି ନିର୍ଦ୍ଦିଷ୍ଟ ଘରକୁ ଯିବାକୁ ବାଧ୍ୟ। ସେମାନେ ସେଠାରେ ପହଞ୍ଚି ଏକ ସ୍ୱତନ୍ତ୍ର SEID ବା ରେଫରେନ୍ସ ନମ୍ବର ଯାଞ୍ଚ କରିବେ। ଓହୋ, ମାନେ ଏହା ଏକ ପ୍ରକାରର ଡବଲ ଚେକ୍ ବ୍ୟବସ୍ଥା। ହଁ, ଠିକ୍ ଧରିଲେ। ଏହା ଦ୍ୱାରା ତଥ୍ୟର ସଠିକତା ନିଶ୍ଚିତ ହେବ। କୌଣସି ଘର ବାଦ ପଡ଼ିବାର କିମ୍ବା ଦୁଇଥର ଗଣା ହେବାର ଆଶଙ୍କା ଜମା ରହିବ ନାହିଁ। ବୁଝିଲି। ଆଉ ଯେଉଁ ଆପ୍ କଥା ଆଲୋଚନା ହେଉଛି, ତାର ବୈଷୟିକ ଦିଗଟି ମଧ୍ୟ ବେଶ୍ ମଜାଦାର। ମୁଁ ପଢ଼ୁଥିଲି ଯେ ପ୍ରତି 5ରୁ 6ଟି ଘରର ତଥ୍ୟ ଏଣ୍ଟ୍ରି ହେବା ପରେ ତାହା ସିଙ୍କ୍ ହୋଇଯିବ।
ହଁ, ଆପ୍ରେ ଡାଟା ଏଣ୍ଟ୍ରି ହେବା ମାତ୍ରେ ତାହା ସିଧାସଳଖ କେନ୍ଦ୍ରୀୟ ସର୍ଭର ସହିତ ସିଙ୍କ୍ ହୋଇଯିବ। ଏହାର ମାନେ ବୁଝିପାରୁଛନ୍ତି, ଡାଟା ତୁରନ୍ତ ସୁରକ୍ଷିତ ହୋଇଗଲା। ମାନେ ମୋବାଇଲ ହଜିଗଲେ, ଭାଙ୍ଗିଗଲେ କିମ୍ବା ଚୋରି ହୋଇଗଲେ ମଧ୍ୟ ପୂର୍ବରୁ ସଂଗୃହୀତ ତଥ୍ୟ ନଷ୍ଟ ହେବାର କୌଣସି ଭୟ ନାହିଁ। ମୋତେ ତ ଏହା ଏକ ବିଶାଳ ଲାଇବ୍ରେରୀର ଲକ୍ଷ ଲକ୍ଷ କାଗଜ ରେଜିଷ୍ଟରକୁ ଏକାଥରକେ କ୍ଲାଉଡ୍ ଡାଟାବେସ୍କୁ ଉଠାଇ ନେବା ପରି ଲାଗୁଛି। ସମ୍ପୂର୍ଣ୍ଣ ସତ କଥା। କିନ୍ତୁ ଟିକିଏ ରୁହନ୍ତୁ, ଗୋଟେ ବଡ଼ ପ୍ରଶ୍ନ। ଆମେ କଥା ହେଉଛୁ ଭାରତର ଗାଁ ଗହଳି, ପାହାଡ଼ିଆ ଅଞ୍ଚଳ ଆଉ ଉପାନ୍ତ ଇଲାକା ବିଷୟରେ, ଯେଉଁଠି ମୋବାଇଲ ନେଟୱାର୍କ ସବୁବେଳେ ରହେ ନାହିଁ। ହଁ, ନେଟୱାର୍କ ସମସ୍ୟା ତ ଅଛି। ଆଉ ଟେକ୍ନୋଲୋଜି ତ ଯେକୌଣସି ମୁହୂର୍ତ୍ତ ଧୋକା ଦେଇପାରେ ନା। ଧରାଯାଅ ଗାଁରେ ଜଣେ ପ୍ରଗଣକ ଡାଟା ଏଣ୍ଟ୍ରି କରୁଛନ୍ତି, ନେଟୱାର୍କ ନାହିଁ, ଆଉ ହଠାତ୍ ତାଙ୍କ ଫୋନ୍ କ୍ରାଶ୍ ହୋଇଗଲା କିମ୍ବା ଆପ୍ଟି ଅନଇନଷ୍ଟଲ୍ ହୋଇଗଲା। ଏମିତି ହେବାର ବହୁତ ସମ୍ଭାବନା ଅଛି। ତାହେଲେ ସେହି ପରିସ୍ଥିତିରେ ତ ଯେଉଁ 5-6ଟି ଘରର ଡାଟା ସିଙ୍କ୍ ହୋଇନଥିବ, ସେଟା ପୂରାପୂରି ଉଡ଼ିଯିବ। ଏତେ ବଡ଼ ଜାତୀୟ ପ୍ରକ୍ରିୟା ପାଇଁ କ'ଣ କୌଣସି ବିକଳ୍ପ ବା ଅଫଲାଇନ୍ ବ୍ୟବସ୍ଥା ନାହିଁ? ଏହି ପ୍ରଶ୍ନଟି ପ୍ରଗଣକମାନଙ୍କ ପାଇଁ ସବୁଠାରୁ ବଡ଼ ଚିନ୍ତାର ବିଷୟ। କିନ୍ତୁ ବ୍ୟସ୍ତ ହେବାରେ ନାହିଁ, ନିର୍ଦ୍ଦେଶିକାରେ ଏହାର ଏକ ବାସ୍ତବିକ ସମାଧାନ ମଧ୍ୟ ଦିଆଯାଇଛି। ସମ୍ପୂର୍ଣ୍ଣ ପ୍ରକ୍ରିୟା ଡିଜିଟାଲ ହୋଇଥିଲେ ମଧ୍ୟ କାଗଜର ଭୂମିକା ପୂରା ଶେଷ ହୋଇନାହିଁ। ଆଚ୍ଛା, ମାନେ କାଗଜ ବି ବ୍ୟବହାର ହେବ? ହଁ, ପ୍ରତ୍ୟେକ ପ୍ରଗଣକଙ୍କୁ ଆପ୍ ସହିତ ଏକ ଛୋଟ ରାଇଟିଂ ପ୍ୟାଡ୍ ବା ହାତରେ ଲେଖିବା ପାଇଁ ଏକ ଖାତା ଦିଆଯିବ। ବ୍ୟାକଅପ୍ ପାଇଁ। ବିଲକୁଲ, ଯଦି କୌଣସି ବୈଷୟିକ ତ୍ରୁଟି ଦେଖାଯାଏ, ଆପ୍ କାମ ନ କରେ କିମ୍ବା ଡାଟା ସିଙ୍କ୍ ହେବାରେ ସମସ୍ୟା ହୁଏ, ତେବେ ପ୍ରଗଣକଙ୍କୁ ସେହି ଅସିଙ୍କ୍ ହୋଇଥିବା ଡାଟାକୁ ତୁରନ୍ତ ସେହି କାଗଜରେ ଲେଖିଦେବାକୁ ପଡ଼ିବ। ଏହା ଏକ ସୁରକ୍ଷା କବଚ ପରି କାମ କରେ। ଓହୋ, ଯାହାଫଳରେ ଯେତେବେଳେ ନେଟୱାର୍କ ଆସିବ ବା ଆପ୍ ଠିକ୍ ହେବ, ସେମାନେ ସେହି କାଗଜରୁ ଦେଖି ପୁଣିଥରେ ଆପ୍ରେ ତଥ୍ୟ ଭରିପାରିବେ। ଆଉ ତାଙ୍କୁ ପୁଣିଥରେ ସେହି ଘରକୁ ଯାଇ ପରିବାର ଲୋକଙ୍କୁ ସମାନ ପ୍ରଶ୍ନ ପଚାରିବାକୁ ପଡ଼ିବ ନାହିଁ। ସମ୍ପୂର୍ଣ୍ଣ ଠିକ୍। ଏହି ସଠିକତା ଉପରେ ଏତେ ଜୋର ଦିଆଯିବାର ଏକ ବଡ଼ କାରଣ ଅଛି, ବୁଝିଲେ? କାରଣ ଏହି ସଂଗୃହୀତ ତଥ୍ୟ ଉପରେ ହିଁ ଦେଶର ଭବିଷ୍ୟତ ନିର୍ଭର କରେ। ମାନେ ଯୋଜନାଗୁଡ଼ିକ କଥା କହୁଛନ୍ତି? ହଁ, ଗରିବଙ୍କ ପାଇଁ ଆବାସ ଯୋଜନା ହେଉ, ସଂସଦୀୟ ଏବଂ ବିଧାନସଭା କ୍ଷେତ୍ରଗୁଡ଼ିକର ସୀମା ନିର୍ଦ୍ଧାରଣ ବା ଡିଲିମିଟେସନ ହେଉ, କିମ୍ବା ସାମାଜିକ କଲ୍ୟାଣ ପ୍ରକଳ୍ପ, ଏସବୁ କିଛି ଏହି ଡାଟାକୁ ଆଧାର କରି ହିଁ ତିଆରି ହୁଏ। ବାପରେ, ତାମାନେ ଗୋଟିଏ ଭୁଲ ଡାଟା ଏକ ସମ୍ପୂର୍ଣ୍ଣ ଅଞ୍ଚଳକୁ ସରକାରୀ ଯୋଜନାରୁ ବଞ୍ଚିତ କରିଦେଇପାରେ? ନିଶ୍ଚିତ ଭାବେ। ସେଥିପାଇଁ ତ୍ରୁଟିହୀନ ଡାଟା ନିହାତି ଆବଶ୍ୟକ। ତେବେ ଏହା ସ୍ପଷ୍ଟ ଯେ ଡାଟା ସଂଗ୍ରହର ମାଧ୍ୟମ ଏବଂ ତାର ସୁରକ୍ଷା ପାଇଁ କଡ଼ା ବ୍ୟବସ୍ଥା ରହିଛି। କିନ୍ତୁ ବର୍ତ୍ତମାନ ସେହି ମୂଳ ପ୍ରଶ୍ନ ଉପରକୁ ଆସିବା, ଯାହା ମୁझे ସବୁଠାରୁ ଅଧିକ ଦ୍ୱନ୍ଦ୍ୱରେ ପକାଇଥିଲା ଯେତେବେଳେ ମୁଁ ସୋର୍ସ ମେଟେରିଆଲ ପଢ଼ୁଥିଲି। କେଉଁ ପ୍ରଶ୍ନ? ଆମେ ବାରମ୍ବାର ଗୃହ ତାଲିକାକରଣ କଥା କହୁଛୁ, ତେବେ ଗୋଟିଏ ଘର ବା ଆମେ ଯାହାକୁ ହାଉସ୍ କହୁ, ତାହା ପ୍ରକୃତରେ କାହାକୁ କୁହାଯିବ? ଆଚ୍ଛା, ସଂଜ୍ଞା ଉପରେ। ହଁ, ସାଧାରଣତଃ ଆମେ ଭାବୁ ଯେ 4ଟି କାନ୍ଥ ଓ ଗୋଟିଏ ଛାତ ଥିଲେ ତାହା ଘର। କିନ୍ତୁ ଜନଗଣନା ନିର୍ଦ୍ଦେଶିକା ଅନୁଯାୟୀ ଏକ ବିଲ୍ଡିଂ, ଏକ ଜନଗଣନା ଗୃହ ଏବଂ ଏକ ପରିବାରର ସଂଜ୍ଞା ତ ସମ୍ପୂର୍ଣ୍ଣ ଭିନ୍ନ ଲାଗୁଛି। ସମ୍ପୂର୍ଣ୍ଣ ଭିନ୍ନ। ଜନଗଣନାର ଭାଷା ଆମ ସାଧାରଣ ଭାଷାଠାରୁ ବହୁତ ଅଲଗା। ମୁଁ ତ ଏହା ବି ପଢ଼ୁଥିଲି ଯେ କିଛି ଅଞ୍ଚଳରେ ଯେଉଁଠି ଛାତ ଶଙ୍କୁ ଆକାରର ବା କୋନିକାଲ ହୋଇ ସିଧା ମାଟିକୁ ଛୁଇଁଥାଏ, ଅର୍ଥାତ୍ ଯାହାର କୌଣସି କାନ୍ଥ ହିଁ ନଥାଏ, ତାକୁ ମଧ୍ୟ ବିଲ୍ଡିଂ କୁହାଯାଏ। ତାହେଲେ ଆମେ ଏହି ଜନଗଣନା ଗୃହ ଆଉ ପରିବାରକୁ କିପରି ଅଲଗା କରି ବୁଝିବା? ଏହି ପାର୍ଥକ୍ୟକୁ ବୁଝିବା ଅତ୍ୟନ୍ତ ଜରୁରୀ। ଦେଖନ୍ତୁ, ନିର୍ଦ୍ଦେଶିକା ଏହାର ଏକ ସ୍ପଷ୍ଟ ଚିତ୍ର ଦେଇଛି। ବିଲ୍ଡିଂ ହେଉଛି ମୂଳ ସଂରଚନା, ଯେମିତିକି ଆପଣ କହିଲେ କାନ୍ଥ ଏବଂ ଛାତ ଥାଉ କିମ୍ବା ଶଙ୍କୁ ଆକାରର ଛାତ ଥାଉ। ହଁ, ତାହା ହେଲା ବିଲ୍ଡିଂ। ଆଉ ଜନଗଣନା ଗୃହ? ଜନଗଣନା ଗୃହ ବା ସେନ୍ସସ୍ ହାଉସ୍ ହେଉଛି ସେହି ବିଲ୍ଡିଂର ଏକ ଅଂଶ ବା ସମ୍ପୂର୍ଣ୍ଣ ବିଲ୍ଡିଂ ମଧ୍ୟ ହୋଇପାରେ, କିନ୍ତୁ ଯାହାର ଏକ ସ୍ୱତନ୍ତ୍ର ପ୍ରବେଶ ପଥ ଥାଏ। ଉଦାହରଣ ସ୍ୱରୂପ, ସେହି ପ୍ରବେଶ ପଥଟି ସିଧା ରାସ୍ତାକୁ, ଅଗଣାକୁ କିମ୍ବା ସାଧାରଣ ସିଢ଼ିକୁ ଖୋଲୁଥିବା ଦରକାର। ଅର୍ଥାତ୍ ଏହାକୁ ଏକ ସ୍ୱାଧୀନ ୟୁନିଟ୍ ଭାବରେ ବ୍ୟବହାର କରାଯାଇପାରିବ। ବିଲକୁଲ। ଆଉ ଅନ୍ୟପକ୍ଷରେ, ପରିବାର ବା ହାଉସହୋଲ୍ଡର ସଂଜ୍ଞା ଜନଗଣନାରେ ରକ୍ତ ସମ୍ପର୍କ ଉପରେ ଜମା ବି ନିର୍ଭର କରେ ନାହିଁ। ଏହା ସମ୍ପୂର୍ଣ୍ଣ ରୂପେ ରୋଷେଇ ଘର ଉପରେ ନିର୍ଭରଶୀଳ। ରୋଷେଇ ଘର ମାନେ କିଚେନ୍ ଉପରେ ନିର୍ଭର କରେ ଗୋଟେ ପରିବାରର ସଂଜ୍ଞା। ହଁ, ଆଜ୍ଞା।
ଯଦି କିଛି ଲୋକ ଏକାଠି ରହୁଛନ୍ତି ଏବଂ ଗୋଟିଏ ସାଧାରଣ ରୋଷେଇ ଘର ବା କମନ୍ କିଚେନ୍ରୁ ପ୍ରସ୍ତୁତ ଖାଦ୍ୟ ଖାଉଛନ୍ତି, ତେବେ ସେମାନଙ୍କୁ ଗୋଟିଏ ପରିବାର ଭାବେ ଗଣାଯିବ। ସମ୍ପର୍କ ଯାହା ବି ଖାଉନା କାହିଁକି, ଚୁଲି ଗୋଟିଏ ତ ପରିବାର ଗୋଟିଏ। ବାଃ, ଏହା ପ୍ରକୃତିରେ ରୋଚକ। କିନ୍ତୁ ମୁଁ ଏହାକୁ ଟିକେ ଜଟିଳ କରିବାକୁ ଚାହୁଁଛି। ଦେଖିବା, ଏ ନିୟମ କେମିତି କାମ କରୁଛି। କୁହନ୍ତୁ। ଧରାଯାଉ ଏକ ସହରାଞ୍ଚଳରେ ଗୋଟିଏ ବିଲ୍ଡିଂ ଅଛି, ଯେଉଁଥିରେ 5ଟି ଅଲଗା ଅଲଗା ରୁମ୍ ଅଛି, ଆଉ ସବୁ ରୁମ୍ରୁ କବାଟ ବାହାର ବାରଣ୍ଡାକୁ ଖୋଲୁଛି। ମାନେ ସମସ୍ତଙ୍କ ସ୍ୱତନ୍ତ୍ର ପ୍ରବେଶ ପଥ ଅଛି। ନିୟମ ଅନୁଯାୟୀ ଏହା ତ 5ଟି ଜନଗଣନା ଗୃହ ହେବା କଥା ନା? ହଁ, ସାଧାରଣ ଦୃଷ୍ଟିରେ ତାହା ହିଁ ଲାଗୁଛି। କିନ୍ତୁ ବାସ୍ତବରେ ସେଠାରେ କେବଳ 2ଟି ପରିବାର ରହୁଛନ୍ତି ବୋଲି ଭାବନ୍ତୁ। ଗୋଟିଏ ପରିବାର 2ଟି ରୁମ୍ ବ୍ୟବହାର କରୁଛନ୍ତି ଏବଂ ଅନ୍ୟ ପରିବାରଟି 3ଟି ରୁମ୍ ବ୍ୟବହାର କରୁଛନ୍ତି। ଏଭଳି ପରିସ୍ଥିତିରେ ଆପ୍ରେ କ'ଣ ଏଣ୍ଟ୍ରି ହେବ? 5ଟି ଘର ନା 2ଟି ଘର? ଏଠାରେ ତ ପ୍ରଗଣକ ପୁରା ସମ୍ପୂର୍ଣ୍ଣ ଦ୍ୱନ୍ଦ୍ୱରେ ପଡ଼ିଯିବେ। ହଁ, ଏହିଭଳି ଦ୍ୱନ୍ଦ୍ୱ ହିଁ ଫିଲ୍ଡରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରେ। ଆଉ ଏହାର ସମାଧାନ ପାଇଁ ମ୍ୟାନୁଆଲରେ ବ୍ୟବହାରର ଏକକତା ବା ସିଙ୍ଗଲନେସ୍ ଅଫ୍ ୟୁଜ୍ର ନିୟମ ରହିଛି। ଆଚ୍ଛା, ସେଇଟା କ'ଣ? ଆପଣଙ୍କ ଉଦାହରଣରେ ଯଦିଓ 5ଟି ଯାକ କବାଟ ବାହାରକୁ ଖୋଲୁଛି, କିନ୍ତୁ ପ୍ରଥମ 2ଟି ରୁମ୍କୁ ଗୋଟିଏ ପରିବାର ଏକାଠି ନିଜର ଆବଶ୍ୟକତା ପାଇଁ ବ୍ୟବହାର କରୁଛନ୍ତି। ତେଣୁ ସେହି 2ଟି ରୁମ୍ ମିଶି ଗୋଟିଏ ହିଁ ଜନଗଣନା ଗୃହ ବିବେଚିତ ହେବ। ଓହୋ, ମାନେ ସେଇ ଦୁଇଟାକୁ ଗୋଟେ ଧରାଯିବ। ହଁ, ସେହିପରି ଅନ୍ୟ 3ଟି ରୁମ୍କୁ ଦ୍ୱିତୀୟ ଜନଗଣନା ଗୃହ କୁହାଯିବ। ଅର୍ଥାତ୍ ସଂରଚନା ଦୃଷ୍ଟିରୁ ଏହା 5ଟି କୋଠରୀ ଦିଶୁଥିଲେ ମଧ୍ୟ ଗଣନା ବେଳେ ଏହା କେବଳ 2ଟି ଜନଗଣନା ଗୃହ ଭାବରେ ଲିପିବଦ୍ଧ ହେବ। ବୁଝିଲି। ମାନେ ବ୍ୟବହାର କେମିତି ହେଉଛି ସେଇଟା ଗୁରୁତ୍ୱପୂର୍ଣ୍ଣ। ଆଚ୍ଛା, ମୋର ଆଉ ଗୋଟେ ଉଦାହରଣ ମନକୁ ଆସୁଛି। ଆଜିକାଲି ସହରରେ ବହୁତ ଲୋକ ପେଇଂ ଗେଷ୍ଟ ବା ପିଜିରେ ରହୁଛନ୍ତି। ତାଙ୍କ କ୍ଷେତ୍ରରେ କ'ଣ ହେବ? ହଁ, ଏହା ଏକ ବହୁତ ବଢ଼ିଆ ପ୍ରଶ୍ନ। ନିର୍ଦ୍ଦେଶିକାରେ ଏହାକୁ ମଧ୍ୟ ସ୍ପଷ୍ଟ କରାଯାଇଛି। ମାନେ ଦେଖନ୍ତୁ, ଯଦି ପିଜିଟା ସରକାରୀ ଭାବେ ପଞ୍ଜୀକୃତ ବା ରେଜିଷ୍ଟର୍ଡ ଅନୁଷ୍ଠାନ ହୋଇଥାଏ, ହଁ, ରେଜିଷ୍ଟର୍ଡ ଥିଲେ। ତାହେଲେ ସେଠାରେ ରହୁଥିବା ଛାତ୍ର ବା କର୍ମଜୀବୀମାନଙ୍କୁ ଏକ ଆନୁଷ୍ଠାନିକ ପରିବାର ବା ଇନଷ୍ଟିଟ୍ୟୁସନାଲ ହାଉସହୋଲ୍ଡ ଭାବରେ ଗଣାଯିବ। ଆଉ ଯଦି ରେଜିଷ୍ଟର୍ଡ ନଥାଏ, କାରଣ ଅଧିକାଂଶ ପିଜି ତ ସେମିତି ବିନା ରେଜିଷ୍ଟ୍ରେସନରେ ଚାଲିଥାଏ, ଘର ମାଲିକମାନେ ଘର ଭଡ଼ା ଦେଇଦିଅନ୍ତି। ସେହିଠି ସେହି ରୋଷେଇ ଘର ନିୟମ ଆସିବ। ଯଦି ସେହି ଅଣପଞ୍ଜୀକୃତ ପିଜିରେ ରହୁଥିବା ସମସ୍ତ ବ୍ୟକ୍ତି ଗୋଟିଏ ରୋଷେଇ ଘରୁ ପ୍ରସ୍ତୁତ ଖାଦ୍ୟ ଖାଉଛନ୍ତି, ଅର୍ଥାତ୍ ମାଲିକ ସମସ୍ତଙ୍କ ପାଇଁ ରାନ୍ଧୁଛନ୍ତି, ତେବେ ନିୟମ ଅନୁଯାୟୀ ସେମାନେ ଏକ ସାଧାରଣ ପରିବାର ବୋଲି ଧରାଯିବେ। ଆଚ୍ଛା, ଆଉ ଯଦି ସେଠାରେ ପ୍ରତ୍ୟେକ ବ୍ୟକ୍ତି ନିଜର ଅଲଗା ଷ୍ଟୋଭ୍ ରଖିଛନ୍ତି କିମ୍ବା ବାହାରୁ ଖାଇବା ଆଣୁଛନ୍ତି, ମାନେ କିଏ କାହା ସହ ମିଶି ଖାଉନାହାନ୍ତି, ତାହେଲେ ସେହି ଗୋଟିଏ ଛାତ ତଳେ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ପରିବାର ଭାବେ ଗଣିବାକୁ ପଡ଼ିବ। ବାପ୍ରେ! ମାନେ ଗୋଟିଏ ଘରେ ଯଦି 4 ଜଣ ସାଙ୍ଗ ଅଲଗା ଅଲଗା ରାନ୍ଧୁଛନ୍ତି, ତେବେ ସେଠି 4ଟି ପରିବାର ଅଛନ୍ତି ବୋଲି ଗଣାଯିବ। ରୋଷେଇ ଘରେ ଏତେ ବଡ଼ ଭୂମିକା ଗ୍ରହଣ କରିବ, ତାହା ମୁଁ କେବେ ଭାବିନଥିଲି। ହଁ, ସେଥିପାଇଁ ତ ମୁଁ କହୁଥିଲି, ଏହି ନିୟମଗୁଡ଼ିକୁ ବହୁତ ସୂକ୍ଷ୍ମ। ବର୍ତ୍ତମାନ ଏହି କାଗଜପତ୍ରର ସଂଜ୍ଞାରୁ ବାହାରି ମାଟି ଉପରର ବାସ୍ତବତା ଆଡ଼କୁ ଯିବା। ଭାରତର ଭୂଗୋଳ ଅତ୍ୟନ୍ତ ଜଟିଳ। ଅସଂଖ୍ୟ ବସ୍ତି, ଗଳିକନ୍ଦି, ଅଙ୍କାବଙ୍କା ଗାଁ ରାସ୍ତା ଅଛି। ସତକଥା, ଏଠି ନାଭିଗେସନ୍ ବହୁତ କଷ୍ଟ। ତେବେ ଜଣେ ପ୍ରଗଣକ କିପରି ଖୋଜି ବାହାର କରିବେ ଯେ କେଉଁ ଘରର ରୋଷେଇ କେଉଁଠି? ଏବଂ ସବୁଠାରୁ ବଡ଼ କଥା ହେଲା, ଏତେ ଗହଳି ଭିତରେ କେହି ଜଣେ ବାଦ୍ ପଡ଼ିବେ ନାହିଁ କିମ୍ବା କାହା ଘର 2 ଥର ଗଣାଯିବ ନାହିଁ, ତାହା କିପରି ସୁନିଶ୍ଚିତ ହେବ? ଆପ୍ ଯେତେ ଆଧୁନିକ ହେଲେ ବି ନାଭିଗେସନ୍ ତ ଶେଷରେ ମଣିଷକୁ ହିଁ କରିବାକୁ ପଡ଼ିବ ନା। ସେଥିପାଇଁ ହିଁ ଜନଗଣନାରେ ଏକ ବ୍ୟବସ୍ଥିତ ମାନଚିତ୍ର ବା ଲେଆଉଟ୍ ମ୍ୟାପ୍ ପ୍ରସ୍ତୁତିର ବ୍ୟବସ୍ଥା ଅଛି। ସମ୍ପୂର୍ଣ୍ଣ ଦେଶକୁ ଛୋଟ ଛୋଟ ଭାଗରେ ବିଭକ୍ତ କରାଯାଏ। ଆଚ୍ଛା, ସେ ଛୋଟ ଭାଗଗୁଡ଼ିକୁ କ'ଣ କୁହାଯାଏ? ପ୍ରତ୍ୟେକ ପ୍ରଗଣକଙ୍କୁ ଯେଉଁ ନିର୍ଦ୍ଦିଷ୍ଟ ଅଞ୍ଚଳ ଦିଆଯାଏ, ତାକୁ ହାଉସ୍ ଲିଷ୍ଟିଂ ବ୍ଲକ୍ ବା HLB କୁହାଯାଏ। ଏହି ବ୍ଲକ୍ ଭିତରେ କାମ କରିବାର ଏକ ନିର୍ଦ୍ଦିଷ୍ଟ ଦିଗ ଅଛି। ମାନେ ସେମାନେ ଯେମିତି ଇଚ୍ଛା ସେମିତି ବୁଲିପାରିବେ ନାହିଁ। ଓହୋ, ଦିଗ ମଧ୍ୟ ନିର୍ଦ୍ଧାରିତ ଅଛି। ହଁ, ପ୍ରଗଣକଙ୍କୁ ନିଜ ବ୍ଲକ୍ର ଉତ୍ତର ପଶ୍ଚିମ ବା ନର୍ଥ ୱେଷ୍ଟ ଦିଗରୁ ଆରମ୍ଭ କରି କ୍ରମାଗତ ଭାବେ ଘରଗୁଡ଼ିକୁ ନମ୍ବର ଦେଇ ଦକ୍ଷିଣ ପୂର୍ବ ବା ସାଉଥ୍ ଇଷ୍ଟ ଦିଗ ଆଡ଼କୁ ଅଗ୍ରସର ହେବାକୁ ପଡ଼େ। ଏହି କ୍ରମବଦ୍ଧ ଶୈଳୀ ହିଁ 2 ଥର ଗଣିବାର ଭୁଲକୁ ରୋକିଥାଏ। ମାନେ ଗୋଟେ କୋଣରୁ ଆରମ୍ଭ କରି ଅନ୍ୟ କୋଣରେ ଶେଷ କରିବେ। ଏହା ଏକ ପ୍ରକାରର ଗ୍ରିଡ୍ ସିଷ୍ଟମ ପରି କାମ କରୁଛି। ଠିକ୍ ଧରିଲେ। ଏହି ସମୟରେ ସେମାନେ କାଗଜରେ ଏକ ନକ୍ସା ମଧ୍ୟ ଆଙ୍କିବେ। ନକ୍ସା?
ଆବ୍ ଥିବା ସତ୍ତ୍ୱେ ହାତରେ ନକ୍ସା ଆଙ୍କିବେ? ହଁ, ଯେଉଁଥିରେ ପକ୍କା ଘର ପାଇଁ ବର୍ଗାକାର ବା ସ୍କ୍ୱାର ଏର୍ ଏବଂ କଚ୍ଚା ଘର ପାଇଁ ତ୍ରିଭୁଜାକାର ବା ଟ୍ରାୟାଙ୍ଗଲ ଚିହ୍ନ ବ୍ୟବହାର ହେବ। ଆଚ୍ଛା, ଏହା ଖୁବ୍ ସୁନ୍ଦର ଭିଜୁଆଲ ରିପ୍ରେଜେଣ୍ଟେସନ। କିନ୍ତୁ ଏତିକିରେ କାମ ସରେ ନାହିଁ, ବୁଝିଲ। ଆପ୍ରେ ଘରର ଚଟାଣ, କାନ୍ଥ ଓ ଛାତର ସାମଗ୍ରୀ ପାଇଁ ନିର୍ଦ୍ଦିଷ୍ଟ କୋଡ୍ ଦେବାକୁ ପଡ଼େ। ମାନେ ଘରଟା କେଉଁ ଜିନିଷରେ ତିଆରି ହୋଇଛି ତାର ପୂରା ବିବରଣୀ ଦେବାକୁ ପଡ଼ିବ। ଉଦାହରଣ ସ୍ୱରୂପ କିପରି କୋଡ୍ ରହିଛି? ମାନେ ମୁଁ ସୋର୍ସରେ ପଢ଼ୁଥିଲି କିଛି ନମ୍ବର କୋଡ୍ ବିଷୟରେ। ହଁ, ଉଦାହରଣ ସ୍ୱରୂପ କାନ୍ଥ ପାଇଁ ବ୍ୟବହୃତ ସାମଗ୍ରୀକୁ ଦେଖିଲେ ଘାସ, ବାଉଁଶ ବା ମାଟି ପରି ଅସ୍ଥାୟୀ ସାମଗ୍ରୀ ପାଇଁ 1ରୁ 5 ଯାଏଁ କୋଡ୍ ରହିଛି। ଆଉ ଇଟା, କଂକ୍ରିଟ୍ ପରି ସ୍ଥାୟୀ ସାମଗ୍ରୀ ପାଇଁ 6ରୁ 9 କୋଡ୍ ବ୍ୟବହାର ହୁଏ। ମାନେ କଚ୍ଚା ଜିନିଷ ପାଇଁ 1ରୁ 5 ଏବଂ ପକ୍କା ଜିନିଷ ପାଇଁ 6ରୁ 9। ଏପରିକି ଛାତ ପାଇଁ ହାତ ତିଆରି ଦେଶୀ ଟାଇଲ୍ ଏବଂ ମେସିନ୍ ତିଆରି ଟାଇଲ୍କୁ ମଧ୍ୟ ଅଲଗା କୋଡ୍ ମାଧ୍ୟମରେ ଚିହ୍ନଟ କରାଯାଏ। ଆଉ ଗୋଟିଏ ବିଶେଷ ଦିଗ ହେଉଛି ବ୍ୟବସାୟିକ ସ୍ଥାନ। ଆଚ୍ଛା, ବ୍ୟବସାୟିକ ସ୍ଥାନ ମାନେ ଦୋକାନ ବଜାର କଥା କହୁଛନ୍ତି। ସେଠି ତ ଲୋକେ ରୁହନ୍ତି ନାହିଁ, ତାକୁ କ'ଣ ଗଣାଯିବ? ଚକ୍ କିମ୍ବା ଆମର କୌଣସି ବଡ଼ ସହରର ପୁରୁଣା ମଣ୍ଡିର କଥା ବିଚାର କରାଯାଉ। ସେଠାରେ ହଜାର ହଜାର ଦୋକାନ ଅଛି ଯାହା ଦିନରେ ବେପାର ପାଇଁ ଏବଂ ରାତିରେ କର୍ମଚାରୀଙ୍କ ବାସସ୍ଥାନ ଭାବେ ବ୍ୟବହୃତ ହୁଏ। ହଁ, ଅନେକ ଶ୍ରମିକ ଦୋକାନ ଭିତରେ ହିଁ ଶୋଇପଡ଼ନ୍ତି। ଏବେ ଭାବନ୍ତୁ, ଏଗୁଡ଼ିକୁ କେବଳ ଦୋକାନ କହିଦେଲେ ସେଠାରେ ରହୁଥିବା ଲୋକଙ୍କ ଗଣନା ତ ସମ୍ପୂର୍ଣ୍ଣ ବାଦ ପଡ଼ିଯିବ। ତେଣୁ ସେଗୁଡ଼ିକୁ ଆପ୍ରେ ରେଜିଡେନ୍ସ କମ୍ ଶପ୍ ବା ରହିବା ସହ ଦୋକାନ ଭାବେ ଶ୍ରେଣୀଭୁକ୍ତ କରାଯାଏ। ୱାଃ, ଏହା ତ ଏକ ବହୁତ ବଢ଼ିଆ ପଦକ୍ଷେପ। ଏହି କୋଡିଂ ସିଷ୍ଟମ ତ ନିଶ୍ଚିତ ଭାବରେ ବହୁତ ବିସ୍ତୃତ। କିନ୍ତୁ ଏଠାରେ ଏକ ବାସ୍ତବିକ ସମସ୍ୟା ଦେଖାଦେଇପାରେ ମୋ ମତରେ। ଭାରତରେ ଅନେକ ସମୟରେ ଘରର ବାହାର ରୂପ ଦେଖି ଭିତରର ସାମଗ୍ରୀ ଜାଣିବା ସମ୍ଭବ ହୁଏ ନାହିଁ। ଆପଣ କେଉଁ ଅର୍ଥରେ କହୁଛନ୍ତି? ଧରାଯାଉ ଗୋଟେ ଘରର କାନ୍ଥ ମାଟି କିମ୍ବା ଅଣପୋଡ଼ା ଇଟାରେ ତିଆରି ହୋଇଛି, ଯାହାକି ଏକ ଅସ୍ଥାୟୀ ସାମଗ୍ରୀ ବା କୋଡ୍ 1-5 ଭିତରେ ଆସିବ। ହଁ, କିନ୍ତୁ ଘର ମାଲିକ ତା ଉପରେ ସିମେଣ୍ଟ ପ୍ଲାଷ୍ଟର କରି ରଙ୍ଗ ଦେଇଛନ୍ତି। ବାହାରୁ ଦେଖିଲେ ତାହା ଏକ ପୁରା ବିଳାସପୂର୍ଣ୍ଣ କଂକ୍ରିଟ ଘର ପରି ଦିଶୁଛି। ଏବେ ପ୍ରଗଣକ କ'ଣ ବାହାରୁ ଦେଖି ନିଜେ ଅନୁମାନ କରିଦେବେ ଯେ ଏହା ପକ୍କା ଘର? ମାନେ ସେ କ'ଣ କୌଣସି ବିଲ୍ଡିଂ ଇନ୍ସପେକ୍ଟର ଯେ କାନ୍ଥ ଠକ୍ ଠକ୍ କରି ପରୀକ୍ଷା କରିବେ? ଏଥିରେ ତ ଭୁଲ ଡାଟା ସଂଗ୍ରହ ହେବାର ବହୁତ ବଡ଼ ଆଶଙ୍କା ଅଛି। ଆପଣଙ୍କ ଚିନ୍ତା ପୂରାପୂରି ଠିକ୍। ଏହା ଏକ ଅତି ବାସ୍ତବିକ ଆଶଙ୍କା ଏବଂ ନିର୍ଦ୍ଦେଶିକାରେ ଏହାର ଏକ ସ୍ପଷ୍ଟ ସମାଧାନ ରଖାଯାଇଛି। ନିୟମଟି ହେଲା ଅନୁମାନ କରିବା ସମ୍ପୂର୍ଣ୍ଣ ମନା। ମାନେ ପ୍ରଗଣକ ନିଜ ଆଡ଼ୁ କିଛି ଭାବିପାରିବେ ନାହିଁ। ନା, ପ୍ରଗଣକଙ୍କୁ ବାହାର ରୂପ ଦେଖି କୌଣସି ନିଷ୍ପତ୍ତି ନେବାର ଅଧିକାର ନାହିଁ। ତାଙ୍କୁ ଘର ମାଲିକଙ୍କୁ ନମ୍ରତାର ସହ ପଚାରି ନିଶ୍ଚିତ ହେବାକୁ ପଡ଼ିବ ଯେ କାନ୍ଥର ମୁଖ୍ୟ ଉପାଦାନ ପ୍ରକୃତରେ କ'ଣ। ଆଚ୍ଛା, ପଚାରିବା ବାଧ୍ୟତାମୂଳକ। ହଁ, ଯଦି ଭିତରେ ଥିବା ଉପାଦାନ ମାଟି ବା ଅଣପୋଡ଼ା ଇଟା ହୋଇଥାଏ, ତେବେ ବାହାରେ ଯେତେ ଦାମୀ ସିମେଣ୍ଟ ପ୍ଲାଷ୍ଟର ଲାଗିଥିଲେ ମଧ୍ୟ ସେଥିପାଇଁ କୋଡ୍ 3 ଅର୍ଥାତ୍ ଅସ୍ଥାୟୀ ସାମଗ୍ରୀ ହିଁ ବ୍ୟବହାର ହେବ। ମାନେ ଯାହା ମୂଳ ଉପାଦାନ ସେଇଟା ହିଁ ରେକର୍ଡ ହେବ। ହଁ, ଏଇ ଛୋଟିଆ ନିୟମଟିର ଗୁରୁତ୍ୱ ବହୁତ ବେଶୀ, ବୁଝିଲେ। କାରଣ ଏଇ ତଥ୍ୟଗୁଡ଼ିକ କେବଳ କିଛି ସାମଗ୍ରୀର ତାଲିକା ନୁହେଁ, ଏହା ସରକାରଙ୍କୁ ଦେଶର ବାସ୍ତବ ଆର୍ଥିକ ସ୍ଥିତି ଏବଂ ଦାରିଦ୍ର୍ୟର ସଠିକ୍ ଚିତ୍ର ଜଣାଇଥାଏ। କେମିତି? ବାହାରୁ ଚକମକ କରୁଥିବା କାନ୍ଥ ଭିତରେ ଯଦି ମାଟି ଅଛି, ତେବେ ଧରାଯାଏ ଯେ ସେହି ପରିବାର ଏବେବି ଆର୍ଥିକ ସ୍ତରରେ ସମ୍ପୂର୍ଣ୍ଣ ସ୍ୱଚ୍ଛଳ ନୁହନ୍ତି ଏବଂ ସେମାନଙ୍କୁ ସରକାରୀ ଗୃହ ନିର୍ମାଣ ସହାୟତାର ଆବଶ୍ୟକତା ଅଛି। ପ୍ରତ୍ୟେକଟି କୋଡ୍ ଦେଶର ଭବିଷ୍ୟତ ନକ୍ସା ଆଙ୍କିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ବାସ୍ତବରେ ଏହା ଚିନ୍ତା କରିବା ଭଳି କଥା ଯେ ଗୋଟିଏ ଘରର ଟାଇଲ୍ କିମ୍ବା କାନ୍ଥର ମାଟି ପୁରା ଦେଶର ଅର୍ଥନୀତିକୁ ପ୍ରତିଫଳିତ କରିପାରେ। ଏବେ ଆମେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଟିକେ ସମ୍ବେଦନଶୀଳ ପ୍ରସଙ୍ଗ ଆଡ଼କୁ ଆସିବା। ନିଶ୍ଚୟ, କୁହନ୍ତୁ। ଜନଗଣନା ସମୟରେ ଜଣେ ନାଗରିକଙ୍କର ବହୁତଗୁଡ଼ିଏ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରାଯାଏ। ଘରେ କେତୋଟି କୋଠରୀ ଅଛି, କେଉଁ ସାମଗ୍ରୀ ବ୍ୟବହାର ହୋଇଛି, ପରିବାରରେ କେତେ ସଦସ୍ୟ ଅଛନ୍ତି, ଏପରିକି ମୋବାଇଲ ନମ୍ବର ମଧ୍ୟ। ଏତେ ସବୁ ବ୍ୟକ୍ତିଗତ ବିବରଣୀ ଦେବାବେଳେ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଠିବା ତ ପୁରା ସ୍ୱାଭାବିକ ନା, ଯେ ସେମାନଙ୍କର ଡାଟା କେତେ ସୁରକ୍ଷିତ? ହଁ, ଏହି ଆଶଙ୍କା ଆସିବା ସ୍ୱାଭାବିକ। ଏବଂ ଜଣେ ଅଜଣା ପ୍ରଗଣକଙ୍କୁ ଆମ ଘର ଆଗରେ ଛିଡ଼ା ହୋଇ ଏତେ ସବୁ ବ୍ୟକ୍ତିଗତ ପ୍ରଶ୍ନ ପଚାରିବା ପାଇଁ ଅଧିକାର ଦେଇଛି କେ? ଆମର ଡାଟାକୁ ନେଇ କ'ଣ ସରକାର କୌଣସି ଦୁରୁପଯୋଗ କରିପାରିବେ ନାହିଁ ତ? ଏହି ଗୋପନୀୟତାକୁ ନେଇଥିବା ଭୟକୁ ଦୂର କରିବା ନିତାନ୍ତ ଆବଶ୍ୟକ। ସମ୍ପୂର୍ଣ୍ଣ ଜନଗଣନା ପ୍ରକ୍ରିୟା କୌଣସି ସାଧାରଣ ସରକାରୀ ଆଦେଶରେ ଚାଲେ ନାହିଁ, ବରଂ ଏହା ଏକ ଦୃଢ଼ ଆଇନଗତ ଭିତ୍ତିଭୂମି ଦ୍ୱାରା ପରିଚାଳିତ ହୁଏ। ସେହି ଆଇନ ହେଉଛି ଜନଗଣନା ଆଇନ 1948 ବା ସେନ୍ସସ୍ ଆକ୍ଟ
1948। ସେନ୍ସସ୍ ଆକ୍ଟ 1948। ଆଚ୍ଛା, ମାନେ ଏହା ପଛରେ ଏକ ସ୍ୱତନ୍ତ୍ର ଆଇନ ଅଛି। ହଁ, ଏହି ଆଇନର ସବୁଠାରୁ ଶକ୍ତିଶାଳୀ ଦିଗ ହେଉଛି ଏହାର ଅଭେଦ୍ୟ ଗୋପନୀୟତା। ଜଣେ ନାଗରିକ ଦେଉଥିବା ବ୍ୟକ୍ତିଗତ ତଥ୍ୟ କେବଳ ସାମଗ୍ରିକ ପରିସଂଖ୍ୟାନ ବା ଷ୍ଟାଟିଷ୍ଟିକ୍ସ ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ହୁଏ। କୌଣସି ବ୍ୟକ୍ତିବିଶେଷଙ୍କ ପରିଚୟ କେବେ ବି ସାର୍ବଜନୀନ କରାଯାଏ ନାହିଁ। ମାନେ ମୋ ନାଁରେ କ'ଣ ଡାଟା ଅଛି ତାହା କେହି ଜାଣିପାରିବେ ନାହିଁ, କେହି ବି ନୁହେଁ। ଆଉ ସବୁଠାରୁ ବଡ଼ କଥା ହେଉଛି ସୂଚନା ଅଧିକାର ଆଇନ 2005 ବା ଆର୍ଟିଆଇ ଆକ୍ଟର ଧାରା 81J ଅଧୀନରେ ମଧ୍ୟ କୌଣସି ନାଗରିକଙ୍କ ଜନଗଣନା ତଥ୍ୟ କାହାକୁ ପ୍ରଦାନ କରାଯାଇପାରିବ ନାହିଁ। ଏହା ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ। ବାଃ, ଏହାର ଅର୍ଥ ଜନଗଣନାର ଡାଟାବେସ୍ ହେଉଛି ଏକ ବନ୍ଦ ଲୁହା ସିନ୍ଧୁକ ପରି। କିନ୍ତୁ ମନରେ ଆଉ ଏକ ପ୍ରଶ୍ନ ଆସୁଛି, ଯଦି ଅନୁମତି ଦେବେ ପଚାରିବି। ହଁ, ନିଶ୍ଚୟ ପଚାରନ୍ତୁ। ଧରାଯାଉ କୌଣସି ବ୍ୟକ୍ତିଙ୍କ ନାମରେ ଏକ ଗମ୍ଭୀର ଦେୱାନୀ ମାମଲା ବା ସିଭିଲ କେସ୍ ଏବଂ ଜମି ଜମା ବିବାଦ ଚାଲିଛି। ସେହି ପରିସ୍ଥିତିରେ କ'ଣ କୋର୍ଟ ନିର୍ଦ୍ଦେଶ ଦେଇ ଜନଗଣନା ରେକର୍ଡ ମାଗିପାରିବେ ଯେ ପ୍ରକୃତରେ ସେହି ଘରେ କିଏ ରହୁଥିଲେ? କୋର୍ଟରେ କ'ଣ ଏହାକୁ ପ୍ରମାଣ ଭାବରେ ବ୍ୟବହାର କରାଯାଇପାରିବ? ନା, ସମ୍ପୂର୍ଣ୍ଣ ରୂପେ ନୁହେଁ। ଆଉ ଏହା ହିଁ ଏହି ଆଇନର ବିଶେଷତ୍ୱ, ବୁଝିଲେ? କୋର୍ଟ ବି ମାଗିପାରିବେ ନାହିଁ? ନା, ଜନଗଣନା ଆଇନର ସେକ୍ସନ 15 ଅନୁଯାୟୀ କୌଣସି ଦିୱାନୀ ଅଦାଲତରେ ବା ସିଭିଲ କୋର୍ଟରେ ଜନଗଣନା ସୂଚୀକୁ ପ୍ରମାଣ ଭାବରେ ଗ୍ରହଣ କରାଯାଇପାରିବ ନାହିଁ। ଏହା ଏତେ ସୁରକ୍ଷିତ ଯେ ସରକାର ନିଜେ ମଧ୍ୟ କୌଣସି ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ତାଙ୍କ ବିରୋଧରେ ବ୍ୟବହାର କରିପାରିବେ ନାହିଁ। ଏହା ତ ଏକ ବହୁତ ବଡ଼ ଆଶ୍ୱସ୍ତିର କଥା। ଏହା ଦେଶର ପ୍ରଶାସନ ଏବଂ ନାଗରିକଙ୍କ ମଧ୍ୟରେ ଏକ ଅତୁଟ ବିଶ୍ୱାସର ଚୁକ୍ତି କହିଲେ ଭୁଲ ହେବନି। ବିଲକୁଲ। ଆଉ ପ୍ରଗଣକମାନଙ୍କ ଅଧିକାର ପ୍ରସଙ୍ଗରେ ମଧ୍ୟ ଆଇନ ପୁରା ସ୍ପଷ୍ଟ। ଜନଗଣନା ଆଇନର ସେକ୍ସନ 8 ଓ 9 ଅନୁଯାୟୀ ସେମାନଙ୍କୁ ସମ୍ପୂର୍ଣ୍ଣ ଆଇନଗତ ସୁରକ୍ଷା ଓ ଅଧିକାର ଦିଆଯାଇଛି। ସେମାନେ ଆଇନଗତ ଭାବେ କୌଣସି ବି ଘରର ପରିସରକୁ ଯାଇପାରିବେ, ଘରର କାନ୍ଥ ବା କବାଟରେ ନିର୍ଦ୍ଧାରିତ ନମ୍ବର ଲେଖିପାରିବେ ଏବଂ ଲୋକଙ୍କୁ ନିର୍ଦ୍ଧାରିତ ପ୍ରଶ୍ନ ମଧ୍ୟ ପଚାରିପାରିବେ। ମାନେ ଘର ମାଲିକ ତାଙ୍କୁ ବିରୋଧ କରିପାରିବେ ନାହିଁ? ନା, ଏଥିରେ କେହି ବି ବାଧା ସୃଷ୍ଟି କରିପାରିବେ ନାହିଁ। ଏହା ବ୍ୟତୀତ ଅନେକ ସମୟରେ ବିତର୍କ ହୁଏ ଯେ ସ୍କୁଲ ଶିକ୍ଷକମାନଙ୍କୁ କାହିଁକି ଏହି କାମରେ ନିୟୋଜିତ କରାଯାଏ। ଆପଣ ଶୁଣିଥିବେ ନିଶ୍ଚୟ। ହଁ, ସ୍କୁଲରେ ପାଠପଢ଼ା ବ୍ୟାହତ ହୁଏ ବୋଲି ଅଭିଯୋଗ ହୁଏ। କିନ୍ତୁ ଏହାର ଉତ୍ତର ହେଉଛି ଶିକ୍ଷା ଅଧିକାର ଆଇନ ବା ଆର୍ଟିଇ ଆକ୍ଟ 2009ରେ ସ୍ପଷ୍ଟ ବ୍ୟବସ୍ଥା ରହିଛି ଯେ ଶିକ୍ଷକମାନଙ୍କୁ ଦଶନ୍ଧିବ୍ୟାପୀ ଜନଗଣନା, ନିର୍ବାଚନ ଓ ବିପର୍ଯ୍ୟୟ ପରିଚାଳନା ପରି ଗୁରୁତ୍ୱପୂର୍ଣ୍ଣ ଜାତୀୟ କାର୍ଯ୍ୟରେ ନିୟୋଜିତ କରାଯାଇପାରିବ। ଏହା ଆଇନଗତ ବ୍ୟବସ୍ଥା। ଆଚ୍ଛା, ମାନେ ଏସବୁ ସମ୍ପୂର୍ଣ୍ଣ ରୂପେ ଆଇନର ପରିସରଭୁକ୍ତ। ଅର୍ଥାତ୍ ଏହି ଦୃଢ଼ ଆଇନଗତ ସୁରକ୍ଷା ବ୍ୟବସ୍ଥା ହିଁ ପ୍ରଗଣକ ଏବଂ ଜନସାଧାରଣଙ୍କ ମଧ୍ୟରେ ବିଶ୍ୱାସର ସେତୁ ନିର୍ମାଣ କରେ। ଏହି ବିଶ୍ୱାସ ଯୋଗୁଁ ହିଁ ଲୋକମାନେ ବିନା ଦ୍ୱିଧାରେ ନିଜର ସଠିକ୍ ତଥ୍ୟ ପ୍ରଦାନ କରିବାକୁ ଆଗେଇ ଆସନ୍ତି। ନିଶ୍ଚିତ ଭାବରେ ବିଶ୍ୱାସ ବିନା ଏତେ ବଡ଼ ପ୍ରକ୍ରିୟା ସମ୍ଭବ ନୁହେଁ। ତାହେଲେ ଆଜିର ଏହି ଆଲୋଚନାରୁ ଆମେ ଅନେକ ନୂତନ ଏବଂ ଆଶ୍ଚର୍ଯ୍ୟଜନକ ତଥ୍ୟ ଜାଣିବାକୁ ପାଇଲେ। ଆମେ ବୁଝିଲେ ଯେ ଆଗାମୀ 2027ର ଗୃହ ଜନଗଣନା କିପରି କାଗଜପତ୍ରର ସୀମା ଅତିକ୍ରମ କରି ସମ୍ପୂର୍ଣ୍ଣ ରୂପେ ଏକ ଆଧୁନିକ ଡିଜିଟାଲ ପଦକ୍ଷେପ ହେବାକୁ ଯାଉଛି। କିପରି ମୋବାଇଲ ଆପ୍ ଏବଂ ୱେବ୍ ପୋର୍ଟାଲ ମାଧ୍ୟମରେ ଏକ ବିଶାଳ ଦେଶର ତଥ୍ୟ ସଂଗ୍ରହ ହେବ ଏବଂ ଅଫଲାଇନ୍ ସମସ୍ୟା ପାଇଁ କାଗଜର ବିକଳ୍ପ ମଧ୍ୟ ରଖାଯାଇଛି। ହଁ, ଯାହାକି ଏକ ବହୁତ ବାସ୍ତବବାଦୀ ଅଭିମୁଖ୍ୟ। ଆଉ ଆମେ ସେଇ ସୂକ୍ଷ୍ମ ଏବଂ ବୈଷୟିକ ସଂଜ୍ଞାଗୁଡ଼ିକୁ ମଧ୍ୟ ବୁଝିଲେ। ଯେମିତିକି ଗୋଟିଏ ସାଧାରଣ ରୋଷେଇ ଘର କିପରି ଏକାଧିକ ରୁମ୍ ଭିତରେ ପରିବାରର ପରିଚୟ ସୃଷ୍ଟି କରେ। ତା ସହ ଆମେ ମାନଚିତ୍ର ତିଆରି କରିବାର କଷ୍ଟକର କଳା, ଘରର ଛଟାଣ ଓ କାନ୍ଥକୁ କୋଡ଼ିଂ କରିବାର ପ୍ରକ୍ରିୟା ଏବଂ ଜନଗଣନା ଆଇନ 1948ର ଅଭେଦ୍ୟ ଗୋପନୀୟତା ବିଷୟରେ ମଧ୍ୟ ବିସ୍ତୃତ ଭାବରେ ଜାଣିଲେ। ଏତେ ସବୁ ନିୟମ ଶୁଣି ଆଶ୍ଚର୍ଯ୍ୟ ଲାଗୁଛି। ଏସବୁର ମୂଳ ଉଦ୍ଦେଶ୍ୟ ହେଉଛି ଏହି ପ୍ରକ୍ରିୟାର ବ୍ୟାପକତାକୁ ବୁଝିବା। ଯେତେବେଳେ ଜଣେ ପ୍ରଗଣକ ହାତରେ ସ୍ମାର୍ଟଫୋନ୍ ଧରି ସର୍ଭେ ପାଇଁ ଆମ ଦ୍ୱାରଦେଶରେ ପହଞ୍ଚିବେ କିମ୍ବା ଯେତେବେଳେ ସେଲ୍ଫ ଏନ୍ୟୁମେରେସନ୍ ପୋର୍ଟାଲ ଆରମ୍ଭ ହେବ, ସେତେବେଳେ ସାଧାରଣ ନାଗରିକ ହିସାବରେ ଆମେ ନିଶ୍ଚିତ ରୂପେ ଅନୁଭବ କରିପାରିବା ଯେ ଏହା ପଛରେ କେତେ ବିଶାଳ ପ୍ରଶାସନିକ, ବୈଷୟିକ ଓ ଆଇନଗତ ଯନ୍ତ୍ରକଳ ଦିନରାତି କାମ କରୁଛି।
ଗୋଟିଏ ସାଧାରଣ ଘରର ମାଟି କାନ୍ଥ, ଟିନ୍ ଛାତ କିମ୍ବା ପକ୍କା ଚଟାଣର ଛୋଟିଆ ତଥ୍ୟଟି କିଭଳି ଏକ ବୃହତ୍ତର ଜାତୀୟ ଅର୍ଥନୀତିର ଏବଂ ଦେଶର ଭବିଷ୍ୟତ ବିକାଶର ନକ୍ସା ଆଙ୍କିପାରେ ତାହା ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସାମୂହିକ ସହଯୋଗ ଏବଂ ସଠିକ୍ ତଥ୍ୟ ପ୍ରଦାନ ହିଁ ଏହି ବିଶାଳ ଜାତୀୟ ପ୍ରକ୍ରିୟାକୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିବା। ତାହା ସମ୍ପୂର୍ଣ୍ଣ ଯଥାର୍ଥ। ଆମେ ଆମର ବିଶ୍ଳେଷଣର ଶେଷ ଭାଗରେ ପହଞ୍ଚିଛୁ, କିନ୍ତୁ ବିଦାୟ ନେବା ପୂର୍ବରୁ ଆମେ ଆରମ୍ଭରେ ଦେଇଥିବା ସେହି ସମୁଦ୍ରକୂଳର ବାଲିକଣା ଏବଂ ଲୋକଙ୍କ ଖୋଳପା କଥାକୁ ଟିକେ ଫେରିଯିବା। ନିଶ୍ଚୟ। ଏଥର ମୋବାଇଲ ଆପ୍, ଡିଜିଟାଲ ସିଙ୍କ ଏବଂ ନିଜେ ନିଜର ତଥ୍ୟ ଦେବାର ସୁବିଧା ଆରମ୍ଭ ହୋଇଯାଇଛି। ଟେକ୍ନୋଲୋଜି ବହୁତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଏହା ଦେଖିଲେ ମନରେ ଏକ ପ୍ରଶ୍ନ ଆସିବା ସ୍ୱାଭାବିକ ଯେ କ'ଣ ଏହା ହେଉଛି ଶେଷ ଥର ଯେବେ ଲକ୍ଷ ଲକ୍ଷ ମଣିଷ ବା ପ୍ରଗଣକ ଖରା ବର୍ଷାରେ ଘର ଘର ଗାଁ ଗାଁ ଘୂରି ବୁଲିବେ? ଏକ ବହୁତ ବଡ଼ ପ୍ରଶ୍ନ। ଭବିଷ୍ୟତରେ କ'ଣ ସବୁକିଛି ସମ୍ପୂର୍ଣ୍ଣ ମେସିନ୍ ଦ୍ୱାରା ପରିଚାଳିତ ହୋଇଯିବ? କିନ୍ତୁ ଟିକେ ଗଭୀର ଭାବେ ଚିନ୍ତା କରାଯାଉ। ଆଗାମୀ ଦିନରେ ଯେତେ ଉନ୍ନତ କୃତ୍ରିମ ବୁଦ୍ଧିମତ୍ତା କିମ୍ବା ଏଆଇ ଆସିଲେ ମଧ୍ୟ ଗୋଟିଏ ସାଧାରଣ ଘର ଭିତରେ ରହୁଥିବା ଜଟିଳ ମାନବୀୟ ସମୀକରଣକୁ ଏକ ମେସିନ୍ କେବେ ବୁଝିବାକୁ ସକ୍ଷମ ହେବ କି? ମୋତେ ତ ଲାଗୁନି। ହଁ, ଦେଖନ୍ତୁ ନା, ଦୁଇଟି ଭିନ୍ନ ପରିବାର ଗୋଟିଏ ଛାତ ତଳେ ରହିବା, ସେମାନେ ଗୋଟିଏ ରୋଷେଇ ଘର ବାଣ୍ଟୁଛନ୍ତି ନା ଅଲଗା ଅଲଗା ରାନ୍ଧୁଛନ୍ତି? ଏହିସବୁ ସାମାଜିକ ସମ୍ପର୍କ, ମାନବୀୟ ସ୍ଥିତି ଏବଂ ବ୍ୟବହାରର ଏକକତାକୁ ବୁଝିବା ପାଇଁ ବୋଧହୁଏ ଏକ ମଣିଷର ଉପସ୍ଥିତି ଏବଂ ମୁହାଁମୁହିଁ ବାର୍ତ୍ତାଳାପ ସବୁବେଳେ ଆବଶ୍ୟକ ହେବ। ଏକ ଡିଜିଟାଲ ଆପ୍ ବା ସାଟେଲାଇଟ୍ ମ୍ୟାପ୍ କେବେ ବି ଆମ ସାମାଜିକ ସମ୍ପର୍କର ଗଭୀରତାକୁ ନିଜେ ଅନୁମାନ କରି ମାପିପାରିବ ନାହିଁ। ଏହି ଚିନ୍ତାଧାରା ସହ ଆମେ ଆଜିର ଆଲୋଚନା ଏଠାରେ ସମାପ୍ତ କରୁଛୁ। ଅନୁସନ୍ଧାନ ଏବଂ ଶିଖିବାର ଯାତ୍ରା ଜାରି ରଖନ୍ତୁ। ଆଗାମୀ ଆଲୋଚନା ପର୍ଯ୍ୟନ୍ତ ବିଦାୟ।